ଜୟ ଜଗନ୍ନାଥ ସାଙ୍ଗମାନେ କେମିତି ଅଛନ୍ତି ଆପଣମାନେ? ଦେଖନ୍ତୁ ସନ୍ଧ୍ୟା 6:30ରୁ ଆରମ୍ଭ କରିଦେଇଛି ରୋଷେଇ, କାହିଁକିନା 7ଟାରେ ପଳେଇବେ ସେ ଡ୍ୟୁଟି। ସେଇଥିପାଇଁ ଫୁଲକୋବି ଆଳୁ ଭଜା ବସେଇ ଦେଇଛି। ତ ଏପଟେ ପୁଅକୁ ଖୁଆଇଦେବି ଛତୁଆ, ଖୁଆଇ ଦେଇକି ପୁଣି ମୁଁ ବି ଛତୁଆ ପୁଣି ବନେଇବାର ଅଛି, ସରି ଆସିଲାଣି। ତ କାଲି ଟିକେ ଅଧା ବନେଇଥିଲି, ଆଜି ଟିକେ ଅଧା ବନେଇଦେବି, କାହିଁକିନା ଆଜି ଡାଲିରେ ମିଶେଇକି ବନେଇବି, ତ ଦେଖେଇବି ଆପଣମାନଙ୍କୁ। ତ ଏପଟେ ମୁଁ ମଟର ଆଳୁ ତରକାରୀ ସକାଳୁ କରିଥିଲି, ତାକୁ ଅଳ୍ପ ଟିକେ ରଖିଥିଲି, ତାକୁ ଏଥିରେ ଅଦା ରସୁଣ ଦେଇକି ତାକୁ ମିକ୍ସ କରିଦେଲି ଦରଦରିଆ କରିକି, ପୁରା ପେଷ୍ଟ ନୁହଁ। ତ ଏପଟେ ବେସନ, କର୍ଣ୍ଣଫ୍ଲୋର, ଅଳ୍ପ ଟିକେ ପିଆଜ, ଲଙ୍କା, ଟିକେ କଞ୍ଚା ଲଙ୍କା ଦେଇଛି। ଛୁଆ ଖାଇବେନି ବେଶୀ ରାଗ କଲେ, ତ ଲୁଣ ଦେଇକି ଅଳ୍ପ ପାଣି ଦେଇକି ଚକଟି ନେଇଛି। ତ ଏମିତି ବରା କରିଦେବେ, ଆଉ ଭଲ ଲାଗିବ କିନ୍ତୁ। ଆଉ ଦେଖନ୍ତୁ ଏମିତି ବରା କରିଦେବେ। ଆମର ଭିଡ଼ିଓ କେମିତି ଲାଗିଲା କମେଣ୍ଟ କରି ଜଣାଇବେ। ତ ଦେଖନ୍ତୁ ସାଙ୍ଗମାନେ, ଏମିତି କରିଦେଇଛି, ଭଲ ଲାଗିବ ଖାଇବାକୁ। ତ କେମିତି ଲାଗିଲା କମେଣ୍ଟ କରି ଜଣାଇବେ। ଦେଖନ୍ତୁ ବଢ଼ିଆ ହେଇଛି ଏମିତି। ତ ଜମା ଭିଡ଼ିଓ ବନେଇବାକୁ ଜମା ଟାଇମ୍ ବି ହେଉନି। ତ ଦେଖନ୍ତୁ ଏପଟେ ମୁଁ ଏମିତି କରିକି ଦେଖେଇ ଦେଉଛି। ତ ଦେଖନ୍ତୁ ଏପଟେ ମୁଁ ହାଲକା ଫ୍ୟାନ୍ରେ ରଖିଦେଇଥିଲି, ତାକୁ ଭଲ ଭାବରେ ଧୋଇକି ଶୁଖେଇ ଦେଇଥିଲି। ପେନ୍ ତଳେ ରଖିଦେଇଥିଲି, ହାଲକାରେ ଭାଜିଦେବି, ଭାଜି ଦେଇକି ମିକ୍ସ କରିଦେବି। ତ ତାଙ୍କ ବାବା ତ ପଳେଇଲେଣି ଡ୍ୟୁଟି, ତ ଟାଇମ୍ ହେଇଗଲାଣି। ତ ମୁଁ ଝିଅକୁ ବି ନେଇକି ଆସିବାର ଅଛି, ଟ୍ୟୁସନ୍ ଛାଡ଼ିଦେଲି। ତ ଆଜିର ଭିଡ଼ିଓ କେମିତି ଲାଗିଲା ସାଙ୍ଗମାନେ ତ କମେଣ୍ଟ କରି ଜଣାଇବେ। ଟିକେ ଭଲ ଲାଗିଲା ଲାଇକ୍ କରିବେ। ତ ରହିଲି ସାଙ୍ଗମାନେ, ଜୟ ଜଗନ୍ନାଥ।